ସକାଳର ଜଳଖିଆରେ ଆପଣମାନେ ଚାହିଁଲେ ଅତି ସହଜରେ ଆଉ କମ୍ ତେଲରେ ଏମିତି ଜଳଖିଆ ବନେଇକି ଖାଇପାରିବେ। ଆଉ ଦେଖନ୍ତୁ କେତେ ନରମ ବନିଛି। ନମସ୍କାର, ମିତ୍ରାବ୍ଧି କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଭିଡ଼ିଓଟିକୁ ଦେଖନ୍ତୁ। ଆଉ ଯଦି ଆପଣମାନଙ୍କର ଭିଡ଼ିଓଟି ପସନ୍ଦ ଆସିଲା ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ନୂଆ ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ମୁଁ ଏଠି ଗୋଟେ ପାତ୍ର ନେଇଯାଇଛି, ସେଇଥିରେ ଗୋଟେ କପ୍ରେ କପ୍ଟେ ସୁଜି ଦେଇଦେଲି। ଆଉ ସେଇ କପ୍ ମାପରେ ମୁଁ ଏଠି ଦହି ନେଇଛି। ଆପଣମାନେ ଚାହିଁଲେ ଅଧା କପ୍ ବି ଦହି ଦେଇପାରିବେ। ଆଉ ଏଇଟା ଫ୍ରେଶ୍ ଦହିଟା, ମୁଁ ଗୋଟେ କପ୍ ଦହି ଦେଇଦେଲି। ଆଉ ଅଧିକ ଖଟା ବାଲା ଦହି ନେବେନି। ଆଉ ଦେଖନ୍ତୁ ମୁଁ ଏଠି ଅଦା ଆଉ କଞ୍ଚା ଲଙ୍କା ଛେଚିକି ରଖିଥିଲି ଅଳ୍ପ ଟିକେ, ତ ସେଇଥିରୁ ଦେଇ ଦଉଛି। ଦେଇକି ସବୁକୁ ଭଲ ଭାବରେ ମିଶେଇ ନବା। ପାଣି ଯଦି ଦରକାର ହୁଏ ପରେ ଦେବା, କିନ୍ତୁ ଏମିତି ଦହି ସହିତ ହିଁ ସୁଜିକୁ ମିଶେଇ ନେଲି। ପରେ ପାଣି ଦେଇକି ଅଳ୍ପ ପୁଣି ମିଶେଇ ନଉଛି ଭଲ ଭାବରେ। ଆଉ ଦେଖନ୍ତୁ ଆଉ ଟିକେ ପାଣି ଦରକାର ହେଲାରୁ ଦେଇକି ଭଲ ଭାବରେ ସବୁ ମିଶେଇ ନେଲି। ଏବେ ପ୍ଲେଟ୍ ଢାଙ୍କିକି 15 ମିନିଟ୍ ପର୍ଯ୍ୟନ୍ତ ରଖିନେବି। 15 ମିନିଟ୍ ପରେ ପ୍ଲେଟ୍କୁ ବାହାର କରିନେଉଛି। ଆଉ ଦେଖନ୍ତୁ ଚାମଚରେ ଏମିତି ଘାଣ୍ଟି ନେଉଛି। ଦେଖନ୍ତୁ ସୁଜିଟା କେତେ ଭଲ ଭାବରେ ଫୁଲି ଯାଇଛି। ଆଉ ଏବେ କ'ଣ କରିବା, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆପଣମାନେ ଘରେ ଏମିତି ଥରେ ବନେଇକି ଖାଆନ୍ତୁ। ଆଉ ଦେଖନ୍ତୁ ମୁଁ ଏଠି ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇ ଦେଉଛି। ଅଧିକ ଦେବେନି, ଅଳ୍ପ ଟିକେ ଦେବେ, କିଛି ବାସ୍ନା ହବନି ହଳଦୀର, ଅଳ୍ପ ଟିକେ ହିଁ ଦେବେ। ତ ଦେଖନ୍ତୁ ଅଳ୍ପ ଟିକେ ପାଣି ଦେଇ ଦେଉଛି। ଆଉ ଭଲ ଭାବରେ ଆଣକୁ ଏମିତି ମିଶେଇ ନେବା, ସବୁ ଯେମିତି ଭଲ ଭାବରେ ମିଶିଯିବ। ଆଉ ଦେଖନ୍ତୁ ମୁଁ ଏଥିରେ ବନେଇବି, ସେଇଥିପାଇଁ ଗୋଟେ ଚାମଚ ଏଠି ତେଲ ଦେଇ ଦେଉଛି। ତେଲ ଦେଇକି ଭଲ ଭାବରେ ଚାରିଆଡ଼େ ଏମିତି ଲଗେଇ ନେବି। ଆପଣମାନଙ୍କ ପାଖରେ ଯଦି କେକ୍ଟିନ୍ ଥାଏ ତାହେଲେ କେକ୍ଟିନ୍ରେ ଆପଣମାନେ ବନେଇ ପାରିବେ। ଦେଖନ୍ତୁ ଗୋଟେ ପ୍ୟାକେଟ୍ ଇନୋ କାଟିକି ସେଥିରେ ଇନୋକୁ ଦେଇ ଦେଉଛି। ଆଗରୁ ଯେଉଁ ପ୍ରସ୍ତୁତ କରିକି ରଖିଥିଲେ ଆଣଟା, ସେଇଥିରେ ଅଳ୍ପ ଟିକେ ପାଣି ଦେଇ ଦେଉଛି ଇନୋ ଉପରେ, ତାହେଲେ ଇନୋଟା ଭଲ ଆକ୍ଟିଭ୍ କରିବ। ଆଉ ପରେ ଭଲ ଭାବରେ ଏମିତି ମିଶେଇ ନେବା। ପୁରା ସବୁ ରେଡ଼ି କରିସାରିଲା ପରେ ହିଁ ଶେଷରେ ଇନୋକୁ ଦେବେ। ଆଉ ଇନୋକୁ ଦେଇ ସାରିକି ଏମିତି ଗୋଟେ ଡିରେକ୍ସନରେ ହିଁ ଏମିତି ଘାଣ୍ଟିବେ। ପରେ ଯେଉଁ ପାତ୍ରରେ ତେଲ ଲଗେଇକି ରଖିଥିଲେ ସେଇ ପାତ୍ରରେ ସେ ଆଣକୁ ଦେଇଦେବା। ଆଉ ଆପଣମାନଙ୍କୁ ଭିଡ଼ିଓ ଯଦି ଭଲ ଲାଗୁଥାଏ ତାହେଲେ ଲାଇକ୍ ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ ସବୁ ଆଣ ଦେଇ ସାରିଲା ପରେ ଚାମଚ ସାହାଯ୍ୟରେ ଉପର ପଟେ ଏମିତି ଟିକେ ସାଇଜ୍ କରି ନେଉଛି। ଆଉ ସିଝେଇବା ପାଇଁ ମୁଁ ଆଗରୁ ଗ୍ୟାସ୍ ଅନ୍ କରିକି ଗୋଟେ ପାତ୍ରରେ ପାଣି ବସାଇ ଦେଇଥିଲି। ପାଣି ଭଲ ଭାବରେ ଗରମ ହେଇକି ଫୁଟି ଯାଇଛି। ସେଇଥିରେ ଏବେ ଷ୍ଟାଣ୍ଡ ରଖି ନେଉଛି। ଷ୍ଟାଣ୍ଡ ଉପରେ ଆଣ ଦେଇଥିବା ସେଇ ପାତ୍ରକୁ ରଖି ନେଉଛି। ତା ଉପରେ ପ୍ଲେଟ୍ ଢାଙ୍କିକି ରଖି ନେବା, ଯେମିତି ବାଷ୍ପଟା ବାହାରି ଆସିବନି। ପୁରା କଭର କରିକି ଦେଇଦେବା। ଆଉ 30 ମିନିଟ୍ ସିଝିବା ପାଇଁ ମୁଁ ଏଠି ଛାଡ଼ି ଦେଇଛି। 30 ମିନିଟ୍ ପରେ ପ୍ଲେଟ୍କୁ ବାହାର କରିନେବା। ଆଉ ଚେକ୍ କରିବା କେମିତି ଭଲ ଭାବରେ ସିଝିଛି। ଆଉ ପ୍ଲେଟ୍ ବାହାର କରିସାରିଲା ପରେ ମୁଁ ଏମିତି ମଝିରୁ ହିଁ ଦେଖି ନେଉଛି। ଆଉ ଚାକୁ ଦେଖନ୍ତୁ ପୁରା କ୍ଲିନ୍ ଆସିଲା, ତାହେଲେ ଆପଣମାନେ ଜାଣିବେ ଯେ ଭଲ ଭାବରେ ସିଝି ଯାଇଛି। ମଝିରଟା ଟିକେ ଲେଟ୍ ହୁଏ ନା, ସେଥିପାଇଁ ମଝିରୁ ହିଁ ଦେଖିବେ, ତାହେଲେ ଭଲ ଭାବରେ ଜଣାପଡ଼ିବ ଯେ ସିଝିଛି କି ନାହିଁ। ଆଉ ଗ୍ୟାସ୍ର ଜାଳକୁ ବନ୍ଦ କରିକି ବାହାର କରିକି ନେଇ ଆସିଛି। ଆଉ ଆକୁ ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡ଼ିଦେବେ। ଭଲ ଭାବରେ ଥଣ୍ଡା ହେଲା ପରେ ହିଁ ଏମିତି ଚାକୁରେ ତାର ଚାରିପଟୁ ଏମିତି ବାହାର କରିନେବେ। ଆଉ ଧ୍ୟାନ ରଖିବେ ଗରମ ଥିବା ଅବସ୍ଥାରେ ଜମାରୁ ବି ବାହାର କରିବେନି, କାହିଁକିନା ଏଇଟା ବହୁତ ନରମ ଥାଏ ନା, ଆଉ ଭାଙ୍ଗିଯିବ। ତ ଦେଖନ୍ତୁ କେତେ ବଢ଼ିଆ ହେଇଛି ନା, ପୁରା ଜାଲିଦାର ହେଇକି ବନିଛି। ଆଉ ଏବେ କାଟି ନେବା। ଆପଣମାନେ ଘରେ ଏମିତି ଥରେ ଟ୍ରାଏ କରନ୍ତୁ, ଆଉ ବହୁତ ବଢ଼ିଆ ଲାଗିବ। ଆପଣଙ୍କ ପସନ୍ଦ ଅନୁସାରେ ଆପଣ ଚଟନି ବନେଇକି ଏହା ସହିତ ଖାଇପାରିବେ। ଆଉ ଦେଖନ୍ତୁ ଏମିତି କାଟିନେଲି। ଆପଣ ଚାହିଁଲେ ସ୍କୋୟାର ସାଇଜ୍ର ବି କାଟିପାରିବେ। ତ ଏମିତି ସିଧାରେ ଏମିତି କାଟିନେଲି,
आड़ पटे एमती काटी नहीं पूरा पीस पीस करके काटी नहीं। एबे कौन करबा पैन बसई नबा गैस ऑन करके पैन बसई नहीं। देखो गोटे बड़ चामच खाइबा तेल देदेली तेल भल भाव में गरम हो गला गोटे चामच सोरिष दे दूची परे 2टा कंचा लंका फाड़ करके दे दीची परे अल्प टिके भृषम पत्र देची परे भल बास्ना हाँपे हेंगु अल्प टिके देदेली आ फुटन पूरा रेडी हो गला परे जो काटिकी रखी ता ऊपर एमती दे दूची बहुत बढ़िया लगे आपण मैंने घरे एमती थोड़े बन खाइले ही जानीपारे। आ देखो मु बादाम चटनी बनई थी बहुत टेस्टी लगे संपूर्ण भाव में भिडटी को आपण मैंने देखि आपण मानक बहुत बहुत धन्यवाद। भल लगी लाइक शेयर और सब्सक्राइब कर दियंतु।